ଗଙ୍ଗା ଦେବୀଙ୍କ ମହାତ୍ମ୍ୟ। ଶୁଣ ସାଧୁ ଜନେ ବାରେ ଦେଇ ମନ କନ, ସଂସାର ମଙ୍ଗଳ ପାଇଁ ପୁରାଣ ବର୍ଣ୍ଣନ। ଗଙ୍ଗା ଦେବୀ କେଉଁ ପରି ମର୍ତ୍ତ୍ୟକୁ ଆସିଲେ, ପତିତ ପାବନ ନାମକୁ ଯେ କେଉଁଠୁ ପାଇଲେ। ପୂର୍ବେ ସାଗର ନାମରେ ଏକ ନରବର, 60 ସହସ୍ର କୁମାର ଥିଲେ ତାଙ୍କର। କପିଳ ମୁନିଙ୍କ ସାଥେ ବିବାଦୀ ହୋଇଲେ, ବହୁ ବର୍ଷ ଯାଏ ସେହି ରକ୍ଷା ନ ପାଇଲେ। ଦୁଇ ରାଣୀଙ୍କ ମୈଥୁନ ଯୋଗୁ ଭାଗୀରଥ, ବଂଶେ ଜନ୍ମ ଲଭିଲେ ଶୁଣ ସାଧୁ ଜନ। ମୃଗୟା ନିମନ୍ତେ ଦିନେ ଯାଇଥିଲେ ବନେ, ନିଆଁ ଜଳୁଥିବାର ଯେ ନୟନେ ଦେଖିଲେ। ଅନେକ ଜନତା ମଧ୍ୟ ଜଳୁଣ ଅଛନ୍ତି, ଆଶ୍ଚର୍ଯ୍ୟ ହେଲେ ଯେ ଭାଗୀରଥି ନରପତି। କପିଳ ଋଷିଙ୍କର ପାଶେ ପ୍ରବେଶ ହୋଇଲେ, ଅନେଳେ ଦଗ୍ଧ କିମ୍ପାଇଁ ହୁଅନ୍ତି ସକଳେ। ପୁଣି କପିଳ ମୁନି କହନ୍ତି ଭଗୀରଥ, ତୁମ୍ଭ ବଂଶରେ ଯେ ହି ସକଳ ନନ୍ଦନ। ସ୍ୱର୍ଗରୁ ଗଙ୍ଗା ଆଣିବୁ ଯେବେ ରବି ତଳ, ତେବେ ଏମାନେ ହୋଇବେ ସମସ୍ତେ ଉଦ୍ଧାର। କପିଳ ଋଷିଙ୍କ ଠାରୁ ଶୁଣି ଏ ବଚନ, ଘୋର ତପ କଇଲେ ନରବର ବର। ଘୋର ତପ ଦେଖି ଧାତା ଭଗୀରଥୀଙ୍କର, ପ୍ରବେଶ ହୋଇଲେ ଯାଇ ତାଙ୍କ ସମ୍ମୁଖର। କହିଲେ ହେ ଭଗୀରଥି ଶୁଣ ମୋ ବଚନ, କି ବର ମାଗୁଛ ମାଗ ଦେବି ତ ତକ୍ଷଣ। ଶୁଣି କରି ଭାଗୀରଥି କହନ୍ତି ବଚନ, ଯେବେ ଧାତା ମୋ ପରେ ହେ ହୋଇଲେ ପ୍ରସନ୍ନ। କେଉଁପରି ଗଙ୍ଗା ଦେବୀ ମର୍ତ୍ତ୍ୟକୁ ଆସିବେ, କି ଉପାୟ କରିବି ମୋତେ ବୁଝାଇବେ। ଭାଗୀରଥୀଙ୍କ ବଚନ ବିଧାତା ଶୁଣିଲେ, ଶିବଙ୍କ ଜଟାରେ ଗଙ୍ଗା ଦେବୀ ରହିଥିଲେ। ତ୍ରିଶୂଳ ଅସୁର ସାଥେ ରଣ କଲା ବେଳେ, ଗଙ୍ଗା ମସ୍ତକ ପତନ ହୋଇଲେ ଭୂତଳେ। ପ୍ରଳୟ ଜାଣି ଗଙ୍ଗାକୁ ମର କମଣ୍ଡଳେ, ଭାଗୀରଥି ଥିଲେ ଭଗୀରଥି ସେହି କାଳେ। କଳ୍ପ ଅନ୍ତେ ବିଷ୍ଣୁ ହେଲେ ବାସନା ବାତନ, ବଳି ଠାରୁ ଦାନ ମାଗିଲେ ସେ ପିତ ବାସ। ପାଦକେ ବସୁଧା ପାଦେ ପାତାଳକୁ ଦେଲେ, ନାଭି ପଦକେ ଆକାଶ ମଣ୍ଡଳେ ବ୍ୟାପିଲେ। କମଣ୍ଡଳେ ଯାଇ ମୋର ଚରଣ ବାଜିଲା, ତାଙ୍କ ନଖ କଣେ ଗଙ୍ଗା ରହୁଛନ୍ତି ଜାଣ। ତାଙ୍କୁ ଯେ ତପରେ ପୁଣି ସନ୍ତୁଷ୍ଟ କରିବ, ସେ ସନ୍ତୁଷ୍ଟ ହେଲେ ତୁମ୍ଭ ପାଇଁ ଗଙ୍ଗା ଯିବ। ଏପରି କହିଣ ଧାତା ହୋଇଲେ ଅନ୍ତର, ଧ୍ୟାନରେ ବସିଲେ ଭଗୀରଥି ନରବର। ତପ କରେ ଭାଗୀରଥି ଅୟୁତ ବରଷ, ଗରୁଡ଼ ବାହନେ ବିଜେ ବୈକୁଣ୍ଠର ନାଥ। କହିଲେ ବତ୍ସ ଜାଣି ପୁଣି ତୋର ମନ, ଗଙ୍ଗା ନେବା ପାଇଁ ତୁ ତ କରୁଅଛୁ ଧ୍ୟାନ। ସଦାଶିବଙ୍କୁ ମନାଇ ଆସ ଭାଗୀରଥ, ତେବେ ପୁରାଣ ହେବ ହେ ମୋର ମନୋରଥ। ଏପରି କହିଣ ଚଳିଗଲେ ନାରାୟଣ, ସଦାଶିବେ ଭାଗୀରଥ ଲଗାଇଲେ ଧ୍ୟାନ। ସହସ୍ର ବରଷ ତହୁଁ ଗତ ହୋଇଗଲା, ଦର୍ଶନ ତାଙ୍କୁ ଦେଇଦେଲେ ଦେବ ଦେବ ଭୋଳା। କହିଲେ ରେ ବାବୁ ବିଜେ କଲି ମହାଦେବ, କି ବର ମାଗୁଛୁ ତମେ ଦେବ ନିଶ୍ଚୟ ମାଗ। ଦୁଇ ହସ୍ତ ଯୋଡ଼ି ଭଗୀରଥ ଯେ କହଇ, ସଦାଶିବଙ୍କୁ ବଚନରେ ଆନନ୍ଦିତ ହୋଇ। ଗଙ୍ଗାଙ୍କୁ ଦିଅନ୍ତୁ ବଂଶ କରିବି ଉଦ୍ଧାର, କପିଳଙ୍କ ଶାପେ ପିତୃକୁଳ ଜର୍ଜର। ଏହା ଶୁଣି ଭଗୀରଥ ପୁଣି ରାଜା ତୁଲେ, ହିମଗିରି ଶିଖରରେ ପ୍ରବେଶ ହୋଇଲେ। ମସ୍ତକ ଜଟା ଖୋଲିଣ ସ୍ତବ ଆଚରିଲେ, ଜଟାରୁ ଗଙ୍ଗା ଯେ ବାହାରିଣ ବହିଗଲେ। ଭଗୀରଥି ନିକଟରେ ପ୍ରବେଶ ହୋଇଲେ, ପଛା ଗଙ୍ଗା ଦେବୀ ଆଗେ ଭାଗୀରଥି ଥିଲେ। ପିତୃକୁଳ ଜଳିବାର ସ୍ଥାନରେ ମିଳିଲେ, ଲମ୍ଫ ଦେଲେ ଭଗୀରଥି ଜଳନ୍ତା ଅନଳେ। ତା ପଛରେ ଗଙ୍ଗା ଦେବୀ ପାର୍ଶ୍ୱରେ ରହିଲେ, ଭଗୀରଥି ନରସାଇଁ ବଂଶ ଉଦ୍ଧାରିଲେ। ଜଗତେ ଅକ୍ଷୟ କୀର୍ତ୍ତି ଯେ ଯେ ରଖିଗଲେ, ପରମ ପବିତ୍ର ସେ ଗଙ୍ଗା ଜଳ ଅଟେ ଭଲେ। ସକଳ କାର୍ଯ୍ୟରେ ଲୋଡ଼ା ଗଙ୍ଗା ପାଣି ଜାଣ, ପତିତ ପାବନୀ ଗଙ୍ଗା ଜଗତ ମାତ ପୁଣ। ଓଁ ନମୋ ଗଣେଶଙ୍କ ମୂଷା ବାହନ। ଗୁଣ ଜ୍ଞାନୀ ଗୁଣୀଜନ ଧୀରେ ଦେଇ ମନ, ପୁରାଣ ଶୁଣିଲେ ପାପ ହୋଇବ ଖଣ୍ଡନ। ଯେଉଁ ଜନ ଭକତିରେ ପୁରାଣ ପଢ଼ଇ, ସୁଦୟା କରନ୍ତି ତାକୁ ମାତା ଉମା ସାଇଁ। ଗଣପତି ପଦ ପାଇ କରି ଗଜାନନ, କୈଳାସପୁରେ ଥାନ୍ତି ଆନନ୍ଦିତ ମନ। ରିଦ୍ଧି ସିଦ୍ଧି ଦୁଇ କନ୍ୟା ବିବାହ ହୋଇଲେ, ଅତି ସରହରେ ତିନି ନିବାସ ରହିଲେ।
ପ୍ରଭାତ ନାମେଣେ ମତ୍ସ୍ୟ ସରର ଦୀପରେ ଜନ୍ତୁପତି ଭ୍ରମପତି ଅତି ହରସରେ ମଇଁଷି ବାହାନେ ବୁଲୁଥିଲେ ଯମରାଜା ଏକ୍ରାମ କାନନେ ଆସି ମିଳିଲେ ହହଜା। ଗଣପତି ସେତେବେଳେ ତପ କରୁଥିଲେ କିଏ ବୋଲି ଯମରାଜା ମନେ ବିଚାରିଲେ ତାଙ୍କ ଗଳାରେ ଯେ ଦେଲେ କଳା ଫାଶ ଲଗାଇଲେ ଗଜାନନ ସେଇ କଥା ଜାଣି ନ ପାରିଲେ ଆପଣା ଗଳାରୁ କଳା ଫାଶକୁ କାଢିଲେ ଯମରାଜାଙ୍କ ଗଳାରେ ଫାଶ ଲଗାଇଲେ। ଗଣେଶଙ୍କ ଶକ୍ତିକୁ ଯେ ଦେଖି ଯମରାଜା ମୂଷିକ ରୂପକୁ ଧରି ଲେଉଟିଲେ ଉଭା। ତାପରେ ଗଜାନନ ବିଜେ କରିଲେ କି ସେଦିନ ମୂଷା ତାଙ୍କର ବାହନ ଯେ ହୋଇ ତା ପୃଷ୍ଠେ ବସିନ ମେରୁ କରି ପ୍ରଦକ୍ଷିଣ ଜନକ ପାଶେ ଯାଇ ମିଳିଲେ ତତ୍କ୍ଷଣ ପିତାଙ୍କ ଚରଣେ ତଳେ କରିଲେ ଜୁହାର ଦେଖି ଆନନ୍ଦିତ ହେଲେ ଦେବେ ମହାସୁର। ବିବାହ ହୋଇ ମହେଶ ଆନନ୍ଦ ହୋଇଲେ ଦ୍ୱାଦଶ କୁମାର ତାଙ୍କ ଉତ୍ପନ୍ନ ହୋଇଲେ ଶୁଣ ମନ ଦେଇ ତାଙ୍କ ପୁତଙ୍କ ନାମ ଗଣାଧୀଶ ଗଣେଶ ଯେ ଅଟେ ଦୁଇ ନାମ ଗଣକ୍ରୀଡ଼ା ଗଣନାୟକ ନାମ ପୁଣି ଦୁଇ ବକ୍ରତୁଣ୍ଡ ଏକଦନ୍ତ ମନୋହର କହି ବିଘ୍ନରାଜ ଅଷ୍ଟଧ୍ରୁମ ବନେ ଅଟେ ନାମ ଏପରି ତାଙ୍କର ଦ୍ୱାଦଶ ଯେ ନାମ ପୁଣ ଜୟ ଜୟ ଗଣନାଥ ତୁମ୍ଭ ପଦେ ଧ୍ୟାନ ପଦନକୁ ଦୟା କର ପ୍ରଭୁ ଗଜାନନ ଶିବ ପୁରାଣ ଶ୍ରଦ୍ଧାରେ ଯେ ଜନ ପଢିବ ଯମଦଣ୍ଡରୁ ଯେ ଜନ ଉଦ୍ଧାର ହୋଇବ। ଓମ୍ ନମଃ ଶିବାୟ।